ଜଣେ ରକ୍ତ ଦେବା ଜଣେ ରକ୍ତଦାତାର କ'ଣ କ'ଣ ନିୟମାବଳୀ ଅଛି ଆମେ ଜାଣିବା। ତାପରେ ଆମେ ଜାଣି ରଖିବା କେଉଁ ବ୍ଲଡ଼ ଗ୍ରୁପ କାହାକୁ ବ୍ଲଡ଼ ଦେଇପାରିବ ହେଲା। ପ୍ରଥମେ ଆସିଲା ଓ ପଜିଟିଭ ହେଲା। ଯେଉଁମାନେ ସ୍କ୍ରିନଶଟ୍ ମାରିବା ପାଇଁ ଚାହୁଁଥିଲେ ସ୍କ୍ରିନଶଟ୍ ମାରିନେବେ ହେଲା। ଓ ପଜିଟିଭ କାହାକୁ ବ୍ଲଡ଼ ଦେଇପାରିବ ହେଲା। ଡୋନର ସେ ହେଲା ୟୁଜର ବା ରିସିଭର ହେଲା বা ଆସେପ୍ଟର ତାକୁ ଯାହା ବି ଦେଇପାରିବେ। ମୁଁ ସରଳ ଭାବରେ ଲେଖିଦେଇଛି ୟୁଜର ହେଲା। ଓ ପଜିଟିଭ କାହାକୁ ଦେବ ନା ଓ ପଜିଟିଭକୁ ଦେବ, ଏ ପଜିଟିଭକୁ ଦେବ, ବି ପଜିଟିଭ ଦେବ ଆଣ୍ଡ ଏ ବି ପଜିଟିଭକୁ ଦେବ। ତେଣୁ ଇଏ କ'ଣ ସମସ୍ତଙ୍କୁ ଦେଇପାରିବ। ଯେହେତୁ ଓ ପଜିଟିଭ ସମସ୍ତଙ୍କୁ ଦେଇପାରିବ ଆକୁ କ'ଣ କୁହାଯାଏ ସର୍ବଜନ ଦାତା, ମାନେ ଇଏ ସମସ୍ତଙ୍କୁ ଦେଇପାରିବ ହେଲା। ତାପରେ ଏ ପଜିଟିଭ କ'ଣ ସେ କେବଳ ଏ ପଜିଟିଭ ଦେବ, ତା ସହିତ ଏ ବି ପଜିଟିଭ ମଧ୍ୟ ଦେବ ହେଲା। ଏ ମାତ୍ର ଦୁଇଟି ଦେଲା ଏ ପଜିଟିଭ ଆଣ୍ଡ ଏ ବି ପଜିଟିଭ ହେଲା। ସେପଟେ ବି ପଜିଟିଭ କ'ଣ ସେଇ ବି ପଜିଟିଭ ଆଉ ଏ ବି ପଜିଟିଭ। କିନ୍ତୁ ଆମର ଏଇ ଯେଉଁ ବାପ ଅଛି ବୋଲେ ଏ ବି ପଜିଟିଭ ରହୁଛନ୍ ଏ କେବଳ ଜଣକୁ ଦେବେ ଏ ବି ପଜିଟିଭ। ତେଣୁ ଆଉ କାହାକୁ ଦେଇପାରିବନି। ତେଣୁ ଆମକୁ କ'ଣ କୁହାଯାଏ ସର୍ବଜନ ଗ୍ରହିତା, ମାନେ କ'ଣ ଇଏ ଖାଲି ସମସ୍ତଙ୍କୁ ଗ୍ରହଣ କରିବେ କିନ୍ତୁ କାହାକୁ ଏବାକୁ ଦେଇପାରିବେନି ହେଲା। କିନ୍ତୁ ଏବାକୁ କ'ଣ ଯେହେତୁ ସମସ୍ତଙ୍କୁ ଦେବେ କିନ୍ତୁ କାହାକୁ ଗ୍ରହଣ କରିପାରିବେ ନାହିଁ, ତେଣୁ ଆଙ୍କୁ କୁହାଯାଏ ସର୍ବଜନ ଦାତା, ଆଙ୍କୁ କୁହାଯାଏ ସର୍ବଜନ ଗ୍ରହିତା। ବୁଝିପାରିଲ? ତେଣୁ ଆମେ କ'ଣ ଜାଣିଲେ ସମସ୍ତେ ଜାଗାକୁ ଦେଇପାରିବେ, ଇଏ ସମସ୍ତଙ୍କୁ ଦେବେ କିନ୍ତୁ କାହାକୁ ନେଇପାରିବେ ନାହିଁ। ଇଏ କେବଳ ତାଙ୍କର ଏଇ ଓ ବାରଠୁ ହିଁ ନେବେ ହେଲା। ଏ କେବଳ ନେବେ, ବୁଝିପାରିଲ? କେବଳ ଓଠୁ ନେବେ କିନ୍ତୁ ଆଉ କାହାକୁ ନେଇପାରିବେ ନାହିଁ ହେଲା। ଇଏ ସମସ୍ତଙ୍କୁ ନେବେ କିନ୍ତୁ ତାଙ୍କ ଛଡ଼ା କାହାକୁ ନେଇପାରିବେ ନାହିଁ। ଏମାନେ କ'ଣ ନିଜ ଗୋଷ୍ଠୀକୁ ଦେବେ ତା ସହିତ ଏ ବି ପଜିଟିଭ ଗୋଷ୍ଠୀକୁ ଦେବେ। ବୁଝିପାରିଲ? ଏଇ କନସେପ୍ଟ କ୍ଲିୟର? ତାପରେ ନେକ୍ସଟ କରିବା। ତାପରେ ଆମର ଯେଉଁମାନେ ରକ୍ତ ଦେବେ, ରକ୍ତ ଦେବାର ଯେଉଁ ରକ୍ତଦାତା ତାଙ୍କର ନିୟମାବଳୀ କ'ଣ କ'ଣ ରହିଲା ଜାଣିବା ହେଲା। ପ୍ରଥମେ କ'ଣ ଜାଣିବା ବୟସ। ଯଦି ଜଣେ ବ୍ୟକ୍ତିଙ୍କର ମିନିମମ୍ 18 ବର୍ଷ ହେଇଛି ମାକ୍ସିମମ୍ 65 ବର୍ଷ ହେଇଛି ତା ଭିତରେ ଜଣେ ରକ୍ତ ଦେଇପାରିବେ ହେଲା। ରକ୍ତ ଦେବାର ମିନିମମ୍ ବୟସ ହେଲା 18, ମାକ୍ସିମମ୍ ବୟସ ହେଲା 65। ମାନେ ଅତି କମରେ ଜଣେ 18 ବର୍ଷ ହେଇଥିବ, ଅତି ଅଧିକ ଜଣେ 65 ବର୍ଷ ହେଇଥିବ, ସେ ରକ୍ତ ଦେବାକୁ ଯୋଗ୍ୟ ଅଟନ୍ତି ହେଲା। ତାପରେ ତାଙ୍କ ହିମୋଗ୍ଲୋବିନ୍ ଯଦି ତାଙ୍କ ରକ୍ତରେ 12.5 ଗ୍ରାମ ପରସେଣ୍ଟେଜ ବା 12.5 ଗ୍ରାମ ଶତକଡ଼ା କିମ୍ବା ତାଠୁ ଅଧିକ ହିମୋଗ୍ଲୋବିନ୍ ଥିବ ସେ ଯୋଗ୍ୟ ଅଟନ୍ତି। ଯଦି ନଥିବ ତାହେଲେ ରକ୍ତ ଦେବା ପାଇଁ ଯୋଗ୍ୟ ନୁହନ୍ତି। ତାପରେ ଜଣେ ବ୍ୟକ୍ତି କେତେ ଦେଇପାରିବ, କାରଣ ସିଏ ଜଣେ ନିଜ ଓଜନ ଅନୁସାରେ ହେଲା, ନିଜ ଓଜନ ଅନୁସାରେ ଜଣେ ବ୍ୟକ୍ତି 6ରୁ 8 ml ପର୍ଯ୍ୟନ୍ତ ବା 6ରୁ 8 ମିଲିଲିଟର ପର୍ଯ୍ୟନ୍ତ ରକ୍ତ ଦେଇପାରିବେ। ଅତି ବେଶୀରେ କହିବାକୁ ଗଲେ ଆମକୁ କିଛି କ୍ଷେତ୍ରରେ ଦେଖାଯାଏ 250 ml ହେଲା। 250 ml ମଧ୍ୟ କେତେକ କ୍ଷେତ୍ରରେ ଦିଆଯାଉଛି ହେଲା। ତ ଟାଇମ୍ ପିରିୟଡ଼ ପାଇଁ ପୁରୁଷମାନେ 3 ମାସକୁ ଥରେ ରକ୍ତ ଦେଇପାରିବେ ହେଲା। ଆଉ ମହିଳାମାନେ 4 ମାସକୁ ଥରେ ରକ୍ତ ଦେଇପାରିବେ ହେଲା। ବୁଝିପାରିଲ? ମାନେ ଗୋଟେ ବର୍ଷ ଯଦି ହିସାବ କରିବା ବର୍ଷକୁ ଗୋଟେ ପୁରୁଷ ବା ଜଣେ ସୁସ୍ଥ ପୁରୁଷ 3 ଥର ରକ୍ତ ଦେଇପାରିବେ ଆଉ ଜଣେ ସୁସ୍ଥ ମହିଳା 4 ଥର ରକ୍ତ ଦେଇପାରିବେ ହେଲା। ତାପରେ ମାନେ ରକ୍ତଦାନ କରିବା ପାଇଁ ମିନିମମ୍ ଓଜନ ହେଲା, ମାନେ ମିନିମମ୍ ଓଜନ ହେଲା 45 କେଜି। 45 କିଲୋଗ୍ରାମ ମିନିମମ୍ ହେଇଥିଲେ ଜଣେ ରକ୍ତ ଦେଇପାରିବ, ତାଠୁ କମ୍ ହେଇଥିଲେ ରକ୍ତ ଦେଇପାରିବ ନାହିଁ ହେଲା। ତାପରେ ସେମାନେ କେଉଁ ରୋଗରୁ ବଞ୍ଚାନ୍ତି ହେଲା। ସାଧାରଣତଃ ଏଡ୍ସ ଜାଣିଥିବ, HIV ଆମର ଭୂତାଣୁ ଜନିତ ରୋଗ, ଥାଲାସେମିଆ ହେରେଡିଟେରୀ ରୋଗ ମାନେ ଆମର ବଂଶାନୁକ୍ରମରେ ହେଇଥାଏ। ଆଉ ତାପରେ ହେଲା ଜଣ୍ଡିସ୍ ହେଲା। ଏସବୁ ରୋଗ କ'ଣ ରକ୍ତ ସରିଯାଇଥାଏ, ରକ୍ତ ଆବଶ୍ୟକ ହୋଇଥାଏ। ତେଣୁ ଆଉ କେତେ କ୍ଷେତ୍ରରେ ଯେଉଁ ବ୍ରେନ୍ ମ୍ୟାଲେରିଆ ଯେଉଁ ଆମର PFR ଯେଉଁ ବ୍ରେନ୍ ମ୍ୟାଲେରିଆ ସେ ରୋଗରେ ମଧ୍ୟ କେତେ କ୍ଷେତ୍ରରେ ରକ୍ତ ଲାଗିଥାଏ। ତେଣୁ ଆଉ ତା ସହିତ ଆକ୍ସିଡେଣ୍ଟରେ ମଧ୍ୟ ରକ୍ତ ଲାଗୁଛି। ତେଣୁ ମୁଁ ଏଥିପାଇଁ କହିବି ଆମ ରକ୍ତ ଦେବା ଦ୍ୱାରା ଆଉ କାହାର ଜୀବନ ବଞ୍ଚିଯାଉଛି। ଯଦି ଆପଣମାନଙ୍କର ଏହିସବୁ ଯୋଗ୍ୟତା ରହୁଛି ତାହେଲେ ଆପଣମାନେ ନିର୍ଭୟରେ ରକ୍ତ ଦିଅନ୍ତୁ, ଆଉ ଆମର ସୁସ୍ଥ ସମାଜ ଗଠନ କରନ୍ତୁ, ଆଉ ଆମର ଭବିଷ୍ୟତ ପାଇଁ ଆଗାମୀ ପିଢ଼ି ପାଇଁ ବା ଆଉ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଗୋଟେ ସୁଯୋଗର ହାତ ଆପଣମାନେ ବଢ଼ାନ୍ତୁ। ଆପଣଙ୍କର ଗୋଟେ ବିନ୍ଦୁ ରକ୍ତ ହୁଏତ ଆଉ କାହାର ଜୀବନ ବଞ୍ଚାଇ ପାରେ। ତେଣୁ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆପଣମାନେ ନିଶ୍ଚୟ ରକ୍ତ ଦିଅନ୍ତୁ ଆଉ ଦେଶର ମଙ୍ଗଳକୁ ଆପଣାନ୍ତୁ। ଧନ୍ୟବାଦ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଥ୍ୟାଙ୍କ ୟୁ ସୋ ମଚ୍। ଥ୍ୟାଙ୍କ ୟୁ। ଏ ଭିଡ଼ିଓ ଭଲ ଲାଗିଥିଲେ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆଉ ଯଦି କିଛି ମୋତେ କମେଣ୍ଟ ଦେବାର ଥିବ ମୋତେ କମେଣ୍ଟ ମାଧ୍ୟମରେ ଜଣାଇଦେବେ। ଆଉ ଭିଡ଼ିଓ ପ୍ରଚୁର ମାତ୍ରାରେ ଲାଇକ୍ ସେୟାର କରନ୍ତୁ, ସବସ୍କ୍ରାଇବ୍ରେ ନିଶ୍ଚୟ କରିଦେବେ। ଧନ୍ୟବାଦ।